ଆଜି ବାହାରିବି ତ। ଆଜ୍ଞା ମାଉସୀ ବହୁ ମାସ ଯିବ, ଆପଣ ବି ଟିକେ ପାଖାପାଖି ଟିକେ ଯିବେ। ଏ ପାଖାପାଖି ସତ୍ସଙ୍ଗ ବି ହେଉଛି, କୋଉ ଗୁରୁବାର ଦିନ ଟିକେ ତାକୁ ଚାଲି ଚାଲିବା ଗଲେ କଣ ସେ ଯୋଉ 8 ଘଣ୍ଟା ଯୋଉ ଧରିବି ନା ଆପଣଙ୍କର ଟିକେ ଭଲ ହବ ମାଉସୀ, ମନଟା ହିଁ ଭଲ ରହିବ। ବିଶେଷ କରି ମାଉସୀ ଆଉ ବୋଉମା ଆଉ ଇଷ୍ଟପିଠଟା କରୁଥିବେ ସଦାବେଳେ, କାହିଁକିନା ଇଷ୍ଟପତି ନିୟମିତ କରିବାକୁ ପଡ଼ିବ, ବୁଝିଲେ ନା। ଆଉ ଆପଣ ଯୋଉ ବହି ଆଣିଥିଲେ ଠାକୁରଙ୍କ ଫଟୋ, ଆମେ ଟିକେ ମାଙ୍କର ଘରକୁ ଯାଇକି ଦେଖି ଦଉଛୁ ମାଙ୍କର ଫଟୋ କେମିତି କଣ ସବୁ ଠିକ ଭାବେ ଅଛିଟା। ଆମେ ମାଙ୍କର ଫଟୋ ଆଉ ମାସେ ଗୋଟେ ଗୋଟେ କଥା, ଫଟୋ ଆପଣଙ୍କୁ ଦିଆଯିବ। ଆପଣ ସେଇ ଫଟୋଟିକୁ ଗୋଟିଏ ଧଳା କପଡ଼ାରେ ରଖିବେ। ଆଉ ଚନ୍ଦନ ଫଟୋରେ ସିନ୍ଦୁର ଚନ୍ଦନ ଦେବେ ନାହିଁ, ଗୋଟେ ପ୍ଲେଟରେ ଧଳା ଫୁଲରେ ଚନ୍ଦନ ଦେଇ ଠାକୁରଙ୍କୁ ରଖିବେ। ଆଉ ଆପଣ ଭାବୁଛନ୍ତି ଯେ ମୋ ଆଣ୍ଠୁ ଦରଜ ହେଇଯାଇଛି, ମୁଁ ଉଠି ପାରୁନି, ବସି ପାରୁନି, ତଳେ ବସିଲେ ସିନା ପ୍ରାର୍ଥନା କରିବି, ସେମିତି ଜମା ନୁହେଁ। ଆପଣ ଚେୟାର ଉପରେ ବସିକି ଆରାମସେ ଠାକୁରଙ୍କୁ ଡାକି ପାରିବେ। ଠାକୁରଙ୍କୁ ଡାକିବା ପାଇଁ ଆମର ଶରୀର ବଳ ଦରକାର ନାହିଁ, ମନର ବଳ ହିଁ ଦରକାର। ସୁବିଧା କିଛି ହଉଛି ନା କହୁଛନ୍ତି ଆପଣମାନେ ଯୋଉ ଯାଉଛୁ ନାମୀ ଆସିଛୁ ଚାଲି ଚାଲି ଆସିଛୁ, ଚାଲିବା ଭିତରେ ଦେଇକି ଆମର ଶରୀରରେ ସୁସ୍ଥ ରହୁଛି। ଆପଣଙ୍କ ସହିତ ଆସିଲୁ, ସହିତ ଖୁସିରେ କଥାବାର୍ତ୍ତା କଲୁ, ମାନସିକ ଇଏ ବି ବଜାୟ ରହୁଛି, ମାନସିକ ଶାନ୍ତି ରହୁଛି। ତେବେ ମୁଁ ପାଖ ଟିକେ ଟିକେ ଯିବି ଆଉ, କାହାକୁ ପଦେ ଅଧେ କହିବି, କଥାବାର୍ତ୍ତା କରିବା ଭିତରେ ମନଟା ବି ଖୁସି ରହିବ ଆଉ ଶରୀରଟା ବି ସୁସ୍ଥ ରହିବ। ହେଲା ଇଷ୍ଟଙ୍କୁ ଧରି ସଦାବେଳେ ଚାଲିବେ। ଠାକୁର କହିଛନ୍ତି ଇଷ୍ଟ ଚଳନ ଥାଏ ଯଦି ରହିବ ତର ଦୁର୍ଗତି, ଦୁର୍ଗତି ସବୁ ଦୁର୍ଗ ହୋଇ ଆଣିବ ଉନ୍ନତି। ଠିକ କଥା ନା, ବହୁତ ଭଲ। ଆପଣ ମାନେ ଆସିଲେ, ଆମକୁ ଆମ ମନରେ ଏତେ ପ୍ରେରଣା ଯୋଗାଇଲେ, ଆଉ ଆମ ଭିତରେ ଏତେ ପଜିଟିଭିଟି ଆଣିଲେ, ସେଥିପାଇଁ ମୁଁ ଆପଣମାନଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଉଛି, କାଲିଠାରୁ ଆମର ଫ୍ୟାମିଲି ମାନେ ଆମ ସମସ୍ତେ ଠାକୁରଙ୍କର ଇଷ୍ଟବୃତ୍ତି ନିଶ୍ଚିତ ଭାବରେ ନିବେଦନ କରିବୁ। ଆଉ 30 ଦିନରେ ନିଶ୍ଚିତ ଭାବରେ